ଆଉ ଗୋଟେ କଥା ଏଠି ମୁଁ ଆପଣମାନଙ୍କ ଆଗରେ କହିବା ପାଇଁ ଚାହିଁବି, ଯେଉଁମାନେ ପଚାରେ ପଚାରିକି ଆସୁଛନ୍ତି ମହାପୁରୁଷଙ୍କ ପୀଠ ମାନେ ପଦ୍ମବନ ପୀଠ ରାସ୍ତା ପଚାରି ପଚାରିକି ଆସୁଛନ୍ତି, ସେମାନଙ୍କ ପାଇଁ ଗୋଟିଏ କଥା ଆପଣମାନଙ୍କୁ କହିବା ପାଇଁ ଚାହୁଁଛି। ତାଙ୍କର ଯେଉଁ ଲୋକେସନଟା ଅଛି, ଆପଣମାନେ ଲୋକେସନ ମାରିବେ, ଡାଇରେକ୍ଟ ପୀଠ ପାଖରେ ଆପଣ ଆସି ପହଞ୍ଚି ପାରିବେ। ନେମାଳ ମହାପୁରୁଷଙ୍କ ପୀଠ ପାଖରେ ଆପଣମାନେ ପହଞ୍ଚି ପାରିବେ। କାହିଁକି ନା ଲୋକେସନ ଜରିଆରେ ଆପଣମାନଙ୍କ କତିକି ବହୁତ ପ୍ରକାର ସୁବିଧା ବି ଅଛି। ଆପଣମାନେ ଯଦି ଲୋକେସନ ମାରୁଛନ୍ତି, ପଚାରିକି ଯେଉଁମାନେ ବି ଆଉଛନ୍ତି, ସବୁଠାରୁ ଆପଣଙ୍କ ପାଇଁ ସୁବିଧା ଅଛି। ଏଠି ଗୋଟେ ଆପଣମାନଙ୍କୁ ଗୋଟେ କଥା କହିବା ପାଇଁ ଚାହୁଁଛି, ଯେଉଁମାନେ ପଚାରିକି ଆଉଛନ୍ତି, କିଛି ଭଲ ଲୋକଙ୍କୁ ପଚାରନ୍ତୁ। କାହିଁକି ନା ବାଟ ଆପଣମାନଙ୍କୁ ସେ ଦେଖେଇ ପାରିବେ। ଆଉ ଯଦି ନ ଜାଣିପାରୁଛନ୍ତି, ମୁଁ ଆପଣମାନଙ୍କ କତିକି ଲୋକେସନ ସେୟାର କରିବି। ଯେତେବେଳେ ଲାଇଭ୍ ଟେଲିକାଷ୍ଟ ଆମର ହେବ, ମୁଁ ଆପଣମାନଙ୍କୁ ଲୋକେସନ ଜରିଆରେ ଭିଡ଼ିଓ କରିବି କି ଲାଇଭ୍ କରିବି। ତ ନେମାଳରେ ଆମର ପଦ୍ମବନ ପୀଠରେ ଯେତେବେଳେ ଆମର ଲାଇଭ୍ ଟେଲିକାଷ୍ଟ ହେବ, ଆପଣମାନଙ୍କ ଲୋକେସନ ବି ଆମେ ସେୟାର କରିବୁ। ଆଉ ରାମ ମନ୍ଦିରରେ ଯଦି ଲାଇଭ୍ ଟେଲିକାଷ୍ଟ ହେବ, ଆମେ ଲୋକେସନ ବି ସେୟାର କରିବୁ। ଏଥର ସବୁ ଜାଗାରେ ଲୋକେସନ ସେୟାର କରିବୁ ଆଉ ଆପଣମାନେ ଦେଖିବେ। ଆଉ ଯଦି ଆପଣମାନେ ଆସିବା ପାଇଁ ମନ ହେଉଛି କି ଯେଉଁମାନେ ନୂଆ ନୂଆ ଆସିପାରୁନାହାନ୍ତି, ସେମାନଙ୍କ ପାଇଁ ଏଇ ଭିଡ଼ିଓଟା ବି ଜରୁରୀ। କ'ଣ ଜରୁରୀ? ଯେଉଁମାନେ ବାଟ ପାଉନାହାନ୍ତି ସେମାନଙ୍କ ପାଇଁ ଏ ଭିଡ଼ିଓଟା। ଆପଣମାନେ ଲୋକେସନ ମାରନ୍ତୁ, ମୁଁ ଲୋକେସନରେ ବି ଛାଡ଼ିଦେବି, ମହାପୁରୁଷଙ୍କ ଫଟୋ ଛାଡ଼ିଦେବି। ଆଉ ତାଙ୍କର ସବୁ ପ୍ରକାର ଛଡ଼ାଯିବ। ଆପଣମାନେ ଆସିକି ପହଞ୍ଚି ପାରିବେ, ମହାପୁରୁଷଙ୍କ ଦର୍ଶନ କରିପାରିବେ, ପ୍ଲସ୍ ଆପଣଙ୍କୁ ଡାଇରେକ୍ଟ ମହାପୁରୁଷଙ୍କ ପୀଠ ପାଖରେ ପହଞ୍ଚାଇ ଦେବେ। ମୁଁ ଆପଣମାନଙ୍କ କତିକି ଛାଡ଼ିଦେବି, ଲୋକେସନରେ ଆପଣମାନେ ଦେଖିବେ। ଆମର ଫାଷ୍ଟିଂରୁ ମୁଁ ଆଜି ଆପଣମାନଙ୍କୁ କହିଦେଉଛି, ପୁରା ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଆପଣମାନଙ୍କ କତିକି ଭିଡ଼ିଓଟା ହେଇନି। ଆମେ ଟ୍ରାଏଲ୍ କରୁଛୁ ଦେଖି ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ କିଛି ଭିଡ଼ିଓ କରିବା ପାଇଁ, କ୍ଲିକ୍ କରିବା ପାଇଁ। ଯେଉଁ ଭିଡ଼ିଓଟା ହେବ ଆପଣମାନେ ଜାଣିବେ କେମିତି, ସେଥିପାଇଁ ଆମକୁ ଟିକେ ଟାଇମ୍ ଲାଗିବ ଭିଡ଼ିଓ ବନେଇବା ପାଇଁ। ଏଇଆ ଯେ କି ମହାପୁରୁଷଙ୍କ ଆମର ଯେଉଁ ନେମାଳ ବ୍ରିଜରୁ ଗେଟ୍ ପର୍ଯ୍ୟନ୍ତ ମହାପୁରୁଷଙ୍କ ଯାକେ ଭିଡ଼ିଓ ଟିକେ ଲମ୍ବା ହେବ, ଯିବନି। ଦେଖିବା, ଆମେ ଟ୍ରାଏଲ୍ କରିବା ଆପଣମାନଙ୍କ କତିକି ଭିଡ଼ିଓ ଛାଡ଼ିବା ପାଇଁ। ରହିଲି, ଜୟ ଜଗନ୍ନାଥ, ଜୟ ଶ୍ରୀରାମ।